ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ଅମାବାସ୍ୟା କହିଲେ ଗୋଟେ ଅନ୍ଧାର। ଏଇ ଅନ୍ଧାରରେ ସତ୍ୟବାନ ପାଇଥିଲେ ଜୀବନ। ଏହା ହେଉଛି ଏକ ଯୋଗ। ଗୀତାର ସେ ଶ୍ଲୋକଟି ଜାନିଷା ସର୍ବଭୂତା ଯେତେବେଳେ ଆପଣଙ୍କର ମନ ହେଲା ମୁଁ ବର୍ତ୍ତମାନ ଯୋଗ କରିବି, ମୁଁ ବର୍ତ୍ତମାନ ଭଗବାନଙ୍କ ନାମ ନେବି। ଅନେକ ଆମ ହିନ୍ଦୁ ଧର୍ମରେ ଅନେକ ବ୍ୟକ୍ତିମାନେ ମାନେ ମହାପୁରୁଷମାନେ ଯୋଗ ଉପରେ ଆସନ ଉପରେ ଗୁରୁତ୍ୱ ଦେଇଛନ୍ତି, ଅନେକ ଧ୍ୟାନ ଉପରେ ଗୁରୁତ୍ୱ ଦେଇଛନ୍ତି, ଅନେକ ପ୍ରାଣାୟାମ ଉପରେ ଗୁରୁତ୍ୱ ଦେଇଛନ୍ତି। ନାମାଚାର୍ଯ୍ୟ ବାବା ବାୟା ଯୋଗ ମାନେ ଅଖଣ୍ଡ ନାମ ଉପରେ ଗୁରୁତ୍ୱ ଦେଇଛନ୍ତି। ନାମ କରିବା, ମୃଦଙ୍ଗ ବଜେଇବା, ଗିନି ବଜେଇବା, ଝାଞ୍ଜ ବଜେଇବା, ଏଗୁଡ଼ା ଯୋଗ ନହେଲେ ସଂଯୋଗ ନହେଲେ ନାମ ହେବ କେମିତି? ସେମିତି ଆମେ ଗୋଟେ ଘର ଭିତରେ ବସିକିରି ଯୋଗ କରିବା। ଗୀତା କହୁଛନ୍ତି କାୟେନ ମନସା ବୁଦ୍ଧ୍ୟା କେବଳୈରେନ୍ଦ୍ରିୟୈରପି। ଯଦି ଆମର କାୟ ବାକ୍ୟ ମନ ଗୋଟିଏ ସରଳ ରେଖାକୁ ନଗଲା ଆମେ ଯୋଗ କରିବା କେମିତି? ଆଜି ହେଉଛି ସାବିତ୍ରୀ ଅମାବାସ୍ୟା। ସାବିତ୍ରୀ କିଏ? ଓମ୍ ଭୂ ଭୁବ ସ୍ୱ। ବାସ୍, ସାବିତ୍ରୀ ସରିଗଲା। ମୁଁ ପ୍ରତ୍ୟେକ ବର୍ଷ ମୋ ପିଲାମାନଙ୍କୁ ମୁଁ କହେ, ଆରେ ମା ମାନେ କ'ଣ ସାବିତ୍ରୀ ଉପାସ କରିବେ ଆଉ ପୁରୁଷମାନେ କରିବେନି ନା କ'ଣ? ଭୂର୍ ଭୁବ ସ୍ୱ। ଭୂ କହିଲେ ପୃଥିବୀ, ଭୁବ କହିଲେ ବାୟୁ, ବରୁଣ, ଅଗ୍ନି ସବୁ ମିଶିକିରି ଭୁବ, ସ୍ୱ କହିଲେ ତମେ ନିଜେ ବା ଆତ୍ମା। ପୁରୁଷ ନାରୀ ସମସ୍ତେ ଇଏ ମନ୍ତ୍ରକୁ ଆଜି ସ୍ମରଣ କରିବା ଉଚିତ। ଆଚ୍ଛା, ଇଏ ହେଲେ ସାବିତ୍ରୀ। ଇଏ ଗୋଟେ ଅମାବାସ୍ୟା। ଅମାବାସ୍ୟା ହେଉଛି ଗୋଟେ ଅଜ୍ଞାନର ପ୍ରତୀକ। ଆମର ବେଦାନ୍ତରେ ଲେଖାଯାଇଛି ତମସମାଂ ଜ୍ୟୋତିର୍ଗମ। କେତେ କଥା କହିବାକୁ ସମୟ ନାହିଁ। ତେଣୁ ଏଇ ଯେଉଁ ଅମାବାସ୍ୟା ରାତିରେ ଇଏ ମନ୍ତ୍ରକୁ ଯଦି ଆପଣମାନେ ଯେତେବେଳେ ଜପ କରିବେ, ଭୂ ପୃଥିବୀ ଶାନ୍ତ ହଉ, ଭୁବ ବାୟୁ ଶାନ୍ତ ହଉ, ସୂର୍ଯ୍ୟ ଶାନ୍ତ ହୁଅନ୍ତୁ, ବରୁଣ ଶାନ୍ତ ହଉ। ବର୍ତ୍ତମାନ ସବୁ ଅଶାନ୍ତ, ସମୁଦ୍ର ବି ଅଶାନ୍ତ, ବାୟୁମଣ୍ଡଳ ପ୍ରଦୂଷଣ, ଜଳ ପ୍ରଦୂଷଣ, ଇଏ ସବୁ ଶାନ୍ତ ହୁଅନ୍ତୁ। ଇଏ ହେଉଛି ଭୁବ ସ୍ୱ ଆତ୍ମା। ଆତ୍ମା ଯଦି ଆମ ଭିତରେ ଅଛି, ଆମେ ତାଙ୍କୁ ଶାନ୍ତ କେମିତି କରିବା? ସେ ହୃଦୟ ଚକ୍ରରେ ଅଛନ୍ତି, ତାଙ୍କୁ ଧ୍ୟାନ କରି ଶାନ୍ତ କର। ଆଉ କ'ଣ ମଦ ପିଇ ସିଗାରେଟ ଖାଇ ଶାନ୍ତ କରିବ? ତେଣୁ ଓମ୍ ଭୂର୍ ଭୁବ ସ୍ୱ। ଇଏ ହେଲା ସାବିତ୍ରୀ। ତ ସତ୍ୟବାନ କିଏ? ତତ୍ସର୍ବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ସତ୍ୟବାନ ହେଲେ ଆଲୋକ। ତାଙ୍କ ନାଁଟା କେମିତି ଦେଖନ୍ତୁ, ସତ୍ୟବାନ। ଯିଏ ସତ୍ୟର ଅଧିକାରୀ ସେ ହେଉଛନ୍ତି ସତ୍ୟବାନ। ଯେଉଁ ପୁରୁଷମାନେ ସଂଯମିତ, ଶୃଙ୍ଖଳିତ ଏବଂ ଯେଉଁ ପୁରୁଷମାନେ ନାମ କରନ୍ତି, ଯୋଗ ଧ୍ୟାନ ପ୍ରାଣାୟାମ କରନ୍ତି, ଯେଉଁ ପୁରୁଷମାନେ ସ୍ୱାମୀ ସ୍ତ୍ରୀ ଭିତରେ ପବିତ୍ର ସମ୍ବନ୍ଧ, ପବିତ୍ର ସମ୍ପର୍କ ସ୍ଥାପନ କରନ୍ତି, ସେଇମାନେ ହେଉଛନ୍ତି ଆମ ପରିବାରର ବା ଆମ ସମାଜର ସତ୍ୟବାନ। ଆଉ ଯେଉଁଠି ସାବିତ୍ରୀ ସତ୍ୟବାନଙ୍କର ସଂଯୋଗ ହୁଏ, ଯମ କହିଲେ
ଗୀତାରେ କହୁଛନ୍ତି ଯମ ସଂଯମତା ବମ୍। ପୁରୁଷ ନାରୀ ଭିତରେ ଯଦି ସଂଯମତା ସୃଷ୍ଟି ହୁଏ ତାହେଲେ ମଣିଷ ଭିତରୁ ଯେଉଁ କାମ କ୍ରୋଧ ଲୋଭ ମୋହ ଇଏ ସବୁ ତ ଦୂରେଇ ଯାଏ ଗୋଟେ କଥା, ସେଠି ଆଉ ଗୋଟେ କଥା ହୁଏ ମୃତ୍ୟୁରୁ ମାଂ ଅମୃତ ଗମୟ। ମଣିଷ ମରିଗଲେ ବି ସେ ଅମୃତର ସନ୍ଧାନ ପାଏ। ଅର୍ଥାତ୍ ଅମୃତ କହିଲେ ଜ୍ଞାନାମୃତ, ଅମୃତ କହିଲେ ଗୁରୁ ନାମ, ଅମୃତ କହିଲେ ଶାସ୍ତ୍ର ଜ୍ଞାନ, ଅମୃତ କହିଲେ ଗୁରୁବାଣୀ। ଇଏ ହେଉଛି ସାବିତ୍ରୀ ସତ୍ୟବାନଙ୍କ କଥାର ମୋଟାମୋଟି ସାରାଂଶ। ଆମର ମା ଅରବିନ୍ଦ, ଯୋଗୀ ଅରବିନ୍ଦ, ସିଏ ସାବିତ୍ରୀ କାବ୍ୟ ଇଂରାଜୀରେ ଲେଖିଛନ୍ତି। ତାକୁ ଅନେକ ବୁଝି ବି ପାରନ୍ତିନି, ଏତେ ହାର୍ଡ ଇଂରାଜୀରେ ଲେଖିଛନ୍ତି। ତଥାପି ଗୋଟେ ସୁନ୍ଦର ଦର୍ଶନ ସେ ସୃଷ୍ଟି କରି ଯାଇଛନ୍ତି। ଯେଉଁମାନେ ପଢ଼ିବାକୁ ଚାହିଁବେ ତାକୁ ପଢ଼ନ୍ତୁ। ତେଣୁ ସଜ୍ଜନ, ଇଏ ହେଲା ସାବିତ୍ରୀ ଅମାବାସ୍ୟାର ଗୋଟେ ଆଗ ପଛ ହୋଇ ଆସି ବାବାଙ୍କୁ ଦଣ୍ଡବତ କଲେ। ବାବା ଗୋଟେ ଢଗ ପକେଇଲେ, ଗୋଟିଏ ପଛରେ ଗୋଟିଏ ଆସେ, ଗୋଟିଏ ମାଳା ଜପି ଜପି ଆସେ। ତିନି ଜଣ ଯାକ ହୋଇଲେ ରୁଣ୍ଡ, ଜଣେ ପଚାରେ ବାବା ଅର୍ଥ କ'ଣ? ବାବା କହିଲେ ବ୍ରହ୍ମାଙ୍କର 4 ମୁଣ୍ଡ, କାର୍ତ୍ତିକଙ୍କ 6 ମୁଣ୍ଡ, ମହାଦେବଙ୍କ 5 ମୁଣ୍ଡ, ମିଶିକିରି ହେଲା 15 ମୁଣ୍ଡ। ଆଉ ଏଇଟା କ'ଣ ଗୋଟା ପ୍ରକୃତ ମୁଣ୍ଡ 4ଟା, ଆଙ୍କର 6ଟା, ତାଙ୍କର 5ଟା। ଆଚ୍ଛା, କାର୍ତ୍ତିକ ହଉଛନ୍ତି କୀର୍ତ୍ତିବାନ, ଆଙ୍କର 6 ମୁଣ୍ଡ। 6 ମୁଣ୍ଡ ମାନେ ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ ବୀର୍ଯ୍ୟସ୍ୟ ଯଶସ୍ୟ ଜ୍ଞାନ ବୈରାଗ୍ୟ। ଐଶ୍ୱର୍ଯ୍ୟ ବୀର୍ଯ୍ୟ ଏଇଭଳି ଭାବରେ ଯେଉଁ ଭଗବାନଙ୍କର 6ଟି ଶବ୍ଦକୁ ନେଇ ଭଗବାନ ଶବ୍ଦ ଐଶ୍ୱର୍ଯ୍ୟ ବୀର୍ଯ୍ୟ ଯଶ ବୈରାଗ୍ୟ ଜ୍ଞାନ ଏମିତି ମିଶିକିରି 6ଟା ଜିନିଷ, ଆକୁ ମିଶିକିରି ଆକୁ କୁହାଯାଉଛି ଭଗବାନଙ୍କର କୀର୍ତ୍ତି। ଭଗବାନଙ୍କର କୀର୍ତ୍ତି ହେଉଛି ଗ୍ରହ ନକ୍ଷତ୍ର ସମୁଦ୍ର ପବନ, ଇଏ ହେଉଛି ବିରାଟ ଐଶ୍ୱର୍ଯ୍ୟ। ଯେତେ ମଞ୍ଜି ଦେଖୁଛ, ଗଛ ସୃଷ୍ଟି ହେଉଛି, ପଶୁ ସୃଷ୍ଟି ହେଉଛି, ମଣିଷ ସୃଷ୍ଟି ହେଉଛି, ସିଏ ହେଉଛି ଭଗବାନଙ୍କର ବୀର୍ଯ୍ୟ। এইভাবে 6টি কথা জ্ঞাନ ବୈରାଗ୍ୟ ଇଏ ହେଲା 4। ଆଉ ଗୋଟେ ହେଉଛି ସଦାଚାର। ତେଣୁ ଇଏ ଆଉ ଗୋଟେ କ'ଣ ଟିକେ ବିସ୍ମରଣ ହେଉଛି ଯଶ 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 କୀର୍ତ୍ତି ସଜୀବତି। ଇଏ 6ଟା ଜିନିଷ ହେଉଛି କାର୍ତ୍ତିକଙ୍କର ମୁଣ୍ଡ, ଅର୍ଥାତ୍ ଭଗବତ କୃପାର ପ୍ରତୀକ। ତାପରେ ଶିବଙ୍କର 5 ମୁଣ୍ଡ। କ'ଣ 5ଟା ମୁଣ୍ଡ ସେ କେମିତି କ'ଣ ରହିଲେ? ଏହା ହେଉଛି ପୁରାଣର କଥା। ତା ତତ୍ତ୍ୱଟା କ'ଣ? ଜଳ, ଅଗ୍ନି, ମାଟି, ଆଉ ଜଳ, ଅଗ୍ନି, ମାଟି, ବାୟୁ, ଆକାଶ, ଏଇ ହେଉଛି ତାଙ୍କର ପଞ୍ଚଭୂତ। ତେଣୁ ଇଏ 15ଟି ମୁଣ୍ଡକୁ ଚିନ୍ତା ନାହିଁ, ତୁମେ ଶିବଙ୍କୁ, ବ୍ରହ୍ମାଙ୍କୁ, କାର୍ତ୍ତିକଙ୍କୁ ଧ୍ୟାନ କରୁଛ। ତେଣୁ ବାବା ଗୋଟେ ଭଲ କଥା କହିଲେ, ଗୁରୁଙ୍କୁ ଇଷ୍ଟ ଦେବ ଭାବେ ଚିନ୍ତିବ ଜ୍ଞାନ ଲାଭେ। মনে চিন্তিব জ্ঞান লাভে, মনে চিন্তিব
ଜ୍ଞାନ ଲାଭେ ଗୁରୁଙ୍କୁ ଇଷ୍ଟ ଦେବ ଭାବେ ମନେ ଚିନ୍ତିବ ଜ୍ଞାନ ଲାଭେ ମନେ ଚିନ୍ତିବ ଜ୍ଞାନ ଲାଭେ ମନେ ଚିନ୍ତିବ ଜ୍ଞାନ ଲାଭେ ଆମେ ଗୁରୁଙ୍କୁ କାହିଁକି ଚିନ୍ତନ କରିବା ସେ କହିଲେ ଗୁରୁଙ୍କୁ ଇଷ୍ଟ ବୋଲି ଚିନ୍ତନ କର ଭାଗବତର ସେ ପଦଟି ଯେ ନିତ୍ୟ ଇଷ୍ଟ ଧର୍ମ ପାଳେ ଧନାଢ୍ୟ ବୋଲି ଶରଣେ ଯେ ନିଜ ଇଷ୍ଟ ଧର୍ମ ପାଳେ ଧନାଢ୍ୟ ବୋଲି ଶରଣେ ଯିଏ ଇଷ୍ଟ ଧର୍ମକୁ ପାଳନ କରିବ ସେ ହେଉଛି ଦୁନିଆରେ ଧନୀ କୋଟିପତି ଧନୀ ନୁହଁ ଧନର ଧନୀ ସେ କି ଧନୀ ଆଚ୍ଛା ଆଉ ଗୋଟେ କଥା ହେଉଛି ଯେ ଗୁରୁଙ୍କୁ ଇଷ୍ଟ ବୋଲି କେମିତି ଭାବିବ ସେ ତ ଜଣେ ଶିକ୍ଷକ କିନ୍ତୁ ଭାଗବତ କହିଲେ ନା ଗୁରୁଙ୍କୁ ନ ମଣିବ ଗୁରୁ କି ସାକ୍ଷାତ ଈଶ୍ୱର ଗୁରୁଙ୍କୁ ଆଉ ଗୋଟେ ବଢିଆ ପଦ କହିଲେ ତମେ ତ ବହୁତ ଭୋଗ କରୁଛ ମନ୍ଦିରରେ ଯାଇ ଲଡୁ ଭୋଗ ରସଗୋଲା ଭୋଗ କାକରା ପିଠା ଭୋଗ ସବୁ କରୁଛ କିନ୍ତୁ ଭାଗବତ କହିଲେ ମୋତେ ପୂଜିବ ଗୋବିନ୍ଦୁ ଗୁରୁ ଭିନ୍ନ ନୁହେଁ ମୋତେ ପୂଜିବ ଗୁରୁ ଦେହେ ଗୋବିନ୍ଦୁ ଗୁରୁ ଭିନ୍ନ ନୁହେଁ ଏଠି ସଦ୍ଗୁରୁଙ୍କ କଥା କୁହାଯାଇଛି ତେବେ ମା ଗୋଟିଏ ଗୁରୁ ବାପା ଗୋଟିଏ ଗୁରୁ ଶିକ୍ଷକ ଗୋଟିଏ ଗୁରୁ ଆମ ପୁରୋହିତ ଗୋଟିଏ ଗୁରୁ ସେଇଭଳି ସଦ୍ଗୁରୁ ମଧ୍ୟ ଗୁରୁ ତୁମେ ଯାହାକୁ ଗୋଟେ ପୂଜୁଛ ତାକୁ ଇଷ୍ଟ ଭାବରେ ପୂଜା କର ଏବେ ଆମେ ଗୋଟେ ମେଳାରେ କହିଛୁ ପତିହରା ମା ମାନଙ୍କୁ ଆମ ଶିଷ୍ୟମାନେ ଜଣେ ହଉ ଦି ଜଣ ହଉ 5 ଜଣ ହଉ 3 ଜଣ ହଉ ଡାକିକିରି ପତିହରା ମାଙ୍କୁ ଫୁଲ ଚନ୍ଦନ ଦେଇ କିଛି ରସଗୋଲା ଫସଗୋଲା ଖୁଆଇ ତାଙ୍କୁ ଟିକେ ଖୁସି କର ସେଇ ବହୁତ ବଡ଼ କଥା ଏଇଭଳି ଅନେକ କଥା ରହିଛି ସମୟ ଅଭାବ ତଥାପି ବୈକୁଣ୍ଠଙ୍କର ସେଇ କଥା ବିଷୟା ବିଷକୁ କରିପାନ ଅମୃତ ବିତରଣ ବିଷୟ ବିଷକୁ କରିପାନ ଅମୃତ କରୁଛ ବିତରଣ ଭଜନେ ମନନେ ସ୍ମରଣ ଦର୍ଶନ ଭଜନେ ମନନେ ସ୍ମରଣେ ଦର୍ଶନେ ଅନ୍ଧକାର ହୁଏ ଦୂରୀଭୂତ ଅନ୍ଧକାର ହୁଏ ଦୂରୀଭୂତ ବିଷୟ ବିଷକୁ କରିପାନ ଅମୃତ କରୁଛ ବିତରଣ ଆମେ କହୁଛୁ ବିଷ କହିଲେ ଏଇ ଯେଉଁ ପୟଜନ ସେଗୁଡ଼ାକ ନୁହଁ ଏଇ ଯେଉଁ ଭାଗବତର ଗୋଟିଏ ପଦ ବିଷୟା ଯାହାର ଲୋଚ ହରଇ ଆତ୍ମବୁଦ୍ଧି ଜ୍ଞାନ ବିଷୟା ଯାହାର ଲୋଚନ ହରଇ ଆତ୍ମବୁଦ୍ଧି ଜ୍ଞାନ ରାତି ପାଇଲେ ମଣିଷ କ'ଣ ଭାବିବ ମୁଁ କେମିତି କାହାକୁ ଆଜି ଠକିବି କେଉଁଠୁ ଗୁଡ଼ିଏ ଲାଞ୍ଚ ଆଣିବି କେଉଁଠି କ'ଣ କରିବି କାହାକୁ ମର୍ଡ଼ର କରିବି ମାନେ
ଯାବତୀୟ ମାନେ ବେକାରିଆ ଚିନ୍ତା ବଜାରିଗିରି ଚିନ୍ତା ଅନେକ ମଣିଷ କରୁଛନ୍ତି। ତେଣୁ ସଜ୍ଜନ ଇଏ ବିଷୟାରୂପକ କଳଙ୍କକୁ ଯିଏ ନିଅନ୍ତି ସେ କିଏ? ସିଏ ହେଉଛନ୍ତି ଗୁରୁ ବା ଇଷ୍ଟ। ସିଏ ତମ ବିଷୟାରୂପକ କଳଙ୍କକୁ ସେ ନେଇଯାଏ। ବିଷୟ ଆବଶ୍ୟକ, ଘର ଖଣ୍ଡେ କରିବାନି, ଭଲ ପୋଷାକଟା ପିନ୍ଧିବା ନା ଆଉ, ଘର ଖଣ୍ଡେ କରିବା ନା ଆଉ, ଯିବା ଆସିବା ପାଇଁ ଗାଡ଼ି ଖଣ୍ଡେ କଲେ କ'ଣଟା କେତେ ହେଇଯାଉଛି। ଆମେ ବ୍ୟାଙ୍କରେ 5-6 ଲକ୍ଷ ଟଙ୍କା ରଖିଲେ ବେଳେବେଳେ ତାର ଇଣ୍ଟରେଷ୍ଟରେ ଆମେ ଟିକେ ଚଳିବାନି। ଏଗୁଡ଼ାକ ବିଷୟ ନୁହେଁ, ଯେଉଁଗୁଡ଼ାକ ମାନେ କର୍ମ ଅଧିକ ଜେଲୋ ଚୋର ତେଣୁ ଏଇଗୁଡ଼ିକ ହେଉଛି ବିଷୟ, ଯେଉଁଗୁଡ଼ାକ ମାନେ କେବଳ ରାତି ପାଇଲେ ଏଇ ଚିନ୍ତା। ଆଉ ମଦ ପିଇବି, ସେ ଚିକେନ ମଟନ ଖାଇବି, ଆକୁ ବାଡ଼େଇବି ତାକୁ ମାରିବି, ଏଇଗୁଡ଼ିକ ହେଉଛି ବିଷୟା। ତଥାପି ସେ ବିଷୟାକୁ ଗୁରୁଦେବ ବା ଇଷ୍ଟଦେବ, ଯଦି ଆମେ ଇଷ୍ଟ ସ୍ମରଣ କରୁଥିବା, ଗୁରୁଦେବଙ୍କୁ ସ୍ମରଣ କରୁଥିବା, ସେ ଅପରାଧ ଗୁଡ଼ିକ ସିଏ ଗ୍ରହଣ କରିବେ। ତମକୁ କ'ଣ ଦେବେ ନା ଅମୃତ ଦେବେ। ସେ ଅମୃତଟା କ'ଣ? ଜ୍ଞାନାମୃତ। ଆରେ ବାବୁ ଇଏ ବାଟ ଠିକ ନୁହେଁ, ଏଇ ବାଟରେ ଚାଲ। କଥା ହେଉଛି ଏଇଆ। ତାପରେ ସେଇ କଥା କହିଲେ ଭଜନେ ମନନେ ସ୍ମରଣେ ଦର୍ଶନେ। ବା ବହୁତ ବଢ଼ିଆ କଥା। ତାଙ୍କୁ ଭଜନ କରିବା, ତାଙ୍କୁ ମନନ କରିବା, ତାଙ୍କୁ ସ୍ମରଣ କରିବା, ତାଙ୍କୁ ଦର୍ଶନ କରିବା ମାନସରେ। ଆମେ ଘରେ ବହିଛୁ, ମାନସରେ ଗୁରୁଙ୍କୁ ଦର୍ଶନ କଲୁ, ଗୁରୁ ମୂର୍ତ୍ତିକୁ ଅଙ୍କନ କଲୁ, ହେଇଗଲା ଦର୍ଶନ। ଆମେ ଜଗନ୍ନାଥଙ୍କ ସ୍ୱରୂପକୁ ମନ ଭିତରେ ଚିନ୍ତନ କଲୁ, ହେଇଗଲା ଦର୍ଶନ। ଏଇଭଳିଆ କାର୍ଯ୍ୟ କଲେ ଇଏ ସାବିତ୍ରୀ ଅମାବାସ୍ୟା ଭଳି ଅନ୍ଧକାର ନିଶ୍ଚିତ ଦୂରୀଭୂତ ହେବ। ଆଉ ସାବିତ୍ରୀ ଓଷା ହଉ ମା' ମାନେ କରନ୍ତି। ମୁଁ ପଚାରୁଛି ଯେ ଯେଉଁମାନେ ନୂଆ ଶାଢ଼ୀ ପିନ୍ଧି ଫଳମୂଳ ଖାଇ ସାବିତ୍ରୀ ଅମାବାସ୍ୟା ପାଳନ କରୁଛ, ସେଦିନ ସ୍ୱାମୀଙ୍କୁ ପୂଜା କରୁଛ କି? ତାଙ୍କୁ ଗୋଟେ ଫୁଲମାଳ ଦେଇଛ? ତାଙ୍କୁ ଟିକେ ଦଣ୍ଡବତ ହେଇଛ? ସ୍ୱାମୀ ସ୍ତ୍ରୀରେ ଟିକେ ମଧୁର ଭାଷଣ ବା ମଧୁର ଆଳାପ କରିଛ? ଆଉ ସାବିତ୍ରୀ ଅମାବାସ୍ୟା କ'ଣ କରୁଛ? ଆଡ଼େ ଏମିତି କି ବଳିଆ ଶୁଣିଛି, ଏମିତିଆ ଶାଢ଼ୀଟା ମୋ ପାଇଁ କାହିଁକି ନ ଆଣିଲ, ତାଙ୍କ ପାଇଁ କାହିଁକି ଆଣିଲ? ସେ ଦିନ ଯାକ ମାନେ ସ୍ୱାମୀ ସ୍ତ୍ରୀରେ ବାଡ଼ିଆ ପିଟା। ଆଉ ଏବେ ତ ସ୍ତ୍ରୀ ଆଗରୁ ପୁରୁଷମାନେ କାଳେ ନାରୀକି ମାରୁଥିଲେ, ଆମେ ବି ଜାଣିଛୁ। ମୋ ବାପାଙ୍କର ଯୁବକ ଅବସ୍ଥାରେ ମଧ୍ୟ ମୋ ବୋଉକୁ ସେ ମାରିଛନ୍ତି। ମୁଁ ସେଥିପାଇଁ ବାପାଙ୍କୁ ମୁଁ ସବୁବେଳେ କହିଛି, ମୋ ବୋଉକୁ ଆପଣ କାହିଁକି ମାରିଥିଲେ, ଏ କଥା ବି ବାପାଙ୍କୁ ମୁଁ ପଚାରିଛି। କିନ୍ତୁ ଏବେ ତ ମୁଁ ଶୁଣୁଛି ଯେ ସ୍ତ୍ରୀମାନେ ମଧ୍ୟ ସ୍ୱାମୀକି ମାରୁଛନ୍ତି। ଆଉ ତୁମେ ସାବିତ୍ରୀ ଅମାବାସ୍ୟା କ'ଣ କରୁଛ? କି ସାବିତ୍ରୀ? ଏଗୁଡ଼ାକ ସବୁ ବାଜେ କଥା। ସମସ୍ତେ ଗାୟତ୍ରୀ ମନ୍ତ୍ର ଜପ କରି ଆଜି ପରିବାର ଭିତରେ ମିଳିମିଶି ଖାଅ, ହସ ଖୁସି ହୁଅ, ଆନନ୍ଦ ହିଁ ଭଗବାନ। ଇଏ କଥା ଯିଏ ନ କରିବ, ଇଏ ସପୁରୀ ଆମ୍ବ ଇୟାକୁ ଭୋଗ କରିକିରି ଖାଇଲେ, ଶାଢ଼ୀ ପିନ୍ଧିଲେ ତୁମେ ସାବିତ୍ରୀ ଅମାବାସ୍ୟା କରିବ? ତେଣୁ ଯା
ସୌନ୍ଦର୍ଯ୍ୟପତିରତା ଗୁଣନ୍ୱିତା ସା କାମିନୀ କାମିନୀ। ସେଇ ହେଉଛି ପ୍ରକୃତ ନାରୀ, ଯାହାର ସୌନ୍ଦର୍ଯ୍ୟ କେବଳ ତାର ସ୍ୱାମୀ ପାଇଁ ଉଦ୍ଦିଷ୍ଟ। ଆଜିକାଲି ତ ଆମେ ବହୁତ, ଆଉ ସେଗୁଡ଼ା କହିବା କଥା ନୁହେଁ, ଲୋକେ ଖରାପ ଭାବିବେ। ତେଣୁ ଆମେ ଆଜି ଏମିତି ବେଶଭୂଷା ପିନ୍ଧି ବାହାରୁଛୁ ଯେମିତି ଆମ ପ୍ରତି ସମସ୍ତେ ଆକର୍ଷିତ ହେବେ। ତେବେ ଛାଡ଼, ଇଏ ବୈକୁଣ୍ଠଙ୍କ କଥା ଗଲା। ବୈକୁଣ୍ଠର କଥା କହିଲେ, ମଧୁସୂଦନ କ'ଣ କହିଲେ ଯେ ପଢ଼ବା ମୋ ତଣ୍ଟି ପଡ଼ିଯାଇଛି। ଛଟପଟ ନୀତି ହେଉଅଛି ତିନି ଗୁଣ ଦଉଡ଼ିରେ, ସନ୍ଧି ବନ୍ଧା ବନ୍ଧାଇ ମାରୁ, ସନ୍ଧି ବନ୍ଧାଇ ମାରୁଛ କି ଦୋଷ କରି ସାମୁରେ, ଦୋଷ କଲେ ସାମୁରେ, ଦୋଷ କରି ସାମୁରେ, ଦୋଷ କରି ସାମୁରେ। ତିନୋଟି ଦଉଡ଼ି କ'ଣ? ସେ ହେଉଛି ତିନୋଟି ଦଉଡ଼ି ହେଉଛି କାମ, କ୍ରୋଧ, ଲୋଭ। ଏଇ ହେଉଛି ତିନିଟା ଦଉଡ଼ି। ତାକୁ ଆମର ଆଧ୍ୟାତ୍ମିକବାଦୀମାନେ କହନ୍ତି ସତ, ରଜ, ତମ। ଆକୁ କେହି ବୁଝିପାରନ୍ତିନି। ଅନ୍ନେଶ୍ୱରୀ କାମନା, ଅଯଥା କାମନା, ଅଯଥା କ୍ରୋଧ, ଅଯଥା ଲୋଭ, ଇଏ ତିନୋଟି ଦଉଡ଼ିକୁ ମଧୁସୂଦନ କହୁଛନ୍ତି ଯେ ଏଇ ତିନୋଟି ଦଉଡ଼ିରେ ମୋତେ ଆମକୁ ବାନ୍ଧିକିରି ଛଟପଟ କରୁଛ। ତେଣୁ କୃପା କରି ଇଏ ତିନୋଟି ଯାକ ଦଉଡ଼ିକି କାଟି ଦିଅନ୍ତୁ। ଏଇ ହେଉଛି ସଙ୍ଗୀତର ଅର୍ଥ। ଠାକୁର ଅଭିରାମ କହିଲେ, ପାଇ ମୂଳ ତୁମ ଭିତରେ ତୁମ ଶରୀର ହେଉଛି ଗୋଟେ କାଠ ସହିତ ସମାନ। ଏଇ କାଷ୍ଠ ବା ତୁମ ଜୀବନ ହେଉଛି ଗୋଟେ ଓଲଟ ବୃକ୍ଷ। ଏଇ ଓଲଟ ବୃକ୍ଷ ରୂପକ କାଷ୍ଠରେ ମଳୟ ବାଜିବ। ସେ ମଳୟ କ'ଣ? ସାଧୁ ରୂପକ ମଳୟ, ଭଦ୍ର ରୂପକ ମଳୟ, ତପସ୍ୟା ରୂପକ ମଳୟ, ଯୋଗ ରୂପକ ମଳୟ, ନାମ ରୂପକ ମଳୟ, ଭକ୍ତି ରୂପକ ମଳୟ। ଏଇ ମଳୟ ବାଜିଲେ ତମ ଜୀବନ ସୁନ୍ଦର ହେଇଯିବ। ଆଉ ତେଣୁ ସଜ୍ଜନ, ଇଏ ହେଉଛି ମୋଟାମୋଟି କଥା। ତେଣୁ ଆଜି ଏଇ ପବିତ୍ର ପ୍ରଭାତରେ ଆପଣମାନଙ୍କୁ ଶୁଭେଚ୍ଛା ଦେଉଛି। ଆଜି ଭୁବନେଶ୍ୱରର କାର୍ଯ୍ୟକ୍ରମ ସାରି ପରଦିନ 31 ତାରିଖ ସନ୍ଧ୍ୟାରୁ 2 ତାରିଖ ପର୍ଯ୍ୟନ୍ତ ଜଗନ୍ନାଥ ଓ ଗୀତା ଉପରେ ଗୋଟେ ଆଲୋଚନା ଚକ୍ର ହେବ। ସେଠି ଗୋଟେ ଭକ୍ତ ଭଗବାନ ଏମିତି ଗୋଟେ ମିଶିକିରି ଆଉ ପତିହରା ମା' ମାନଙ୍କର ପୂଜନ ହେବ, ସମୁଦ୍ର ବନ୍ଦାପନା ହେବ। 3ଟି ଦିନ କାର୍ଯ୍ୟକ୍ରମ ହେବ। ମୁଁ ପୁଣି କାଲି ଆପଣମାନଙ୍କୁ ସୂଚନା ଦେବି। ଆଜି ଏଇ ଯେଉଁ ଗୃହରେ ବର୍ତ୍ତମାନ ମୁଁ ଆପଣମାନଙ୍କୁ ମୋର ବାର୍ତ୍ତା ରହୁଛି, ଏ ହେଉଛି ସେଇ ଆମ ଅନନ୍ତ ବଳିଆ ଯୋଗ କେନ୍ଦ୍ର କଟକ ରଘୁନାଥଙ୍କର ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟେକ ଦିନ ଅଳ୍ପ ହୁଅନ୍ତୁ ବେଶୀ ହୁଅନ୍ତୁ ଯୋଗ କେନ୍ଦ୍ରଟି ଆଜିକି ବହୁତ ଦିନ ହେଲା ଚାଲିଛି। ମୁଁ ସେଇ ଯୋଗ କେନ୍ଦ୍ରର ଉଜ୍ଜଳ ଭବିଷ୍ୟତ କାମନା କରି କଥାକୁ ଏଇଠି ରଖୁଛି। ମୂର୍ତ୍ତି
ଚରଣେ